ଭାଇ ସାଙ୍ଗମାନେ ଜୟ ଜଗନ୍ନାଥ ସ୍ୱାଗତ କରୁଛି କନ୍ୟା ଭିଡ଼ିଓକୁ। ଦେଖନ୍ତୁ ଆପଣଙ୍କର ଇଏ ଗୋଟେ ଆପଣଙ୍କର ଯୋଉ ନୋଟିସଟି ଆପଣ ଦେଖୁଛନ୍ତି ଇଏ ହେଲା ଆପଣଙ୍କର ଆରଟିଆଇ ରିପୋର୍ଟ। ଠିକ ଅଛି, ଇଏ ଆପଣଙ୍କର ଆରଟିଆଇ ରିପୋର୍ଟ ଯୋଉଟା କି ମଗା ହେଇଥିଲା ଆପଣଙ୍କର ଡିଏସସି କୁ। କାହା ରିଲେଟେଡ ରହିଛି ନା ଆପଣଙ୍କର ଏସଏସବି। ଆପଣମାନେ ଜାଣିଥିବେ ଏସଏସବି ର ରିକ୍ୱାରମେଣ୍ଟ ଆଗକୁ ଆସିବାକୁ ଯାଉଛି। ତ ଆପଣମାନେ ସମସ୍ତେ ଜାଣିଥିବେ କି ଆପଣଙ୍କର ଯୋଉ ଏସଏସବି ରିକ୍ୱାରମେଣ୍ଟ ଅପକମିଂ ଆପଣଙ୍କର ଆସିବାକୁ ଯାଉଛି। ଯୋଉ ଆପଣଙ୍କ ନମ୍ବର ଭ୍ୟାକେନ୍ସି ଆପଣଙ୍କର ଯେତିକି ଆସିବାକୁ ଯାଉଛି ତାର ଅଧିକ ଭ୍ୟାକେନ୍ସି ଆସିବାର ଅଛି। ତ ୟା ନେଇକି ଗୋଟେ ଆପଣଙ୍କର ଷ୍ଟ୍ରାଇକ୍ ମଧ୍ୟ ଆଗକୁ ହବାକୁ ଯାଉଛି, ଆପଣମାନେ ଜାଣିଥିବେ ତାହା ମଧ୍ୟ। ତ ସେଥିରେ ଆପଣମାନେ ସାମିଲ ହୁଅନ୍ତୁ। ଏବଂ ଦେଖନ୍ତୁ ଏଇଟା ଆପଣଙ୍କର ଆରଟିଆଇ ଯୋଉ ରିପୋର୍ଟ ରହିଛି, ଏଇ ଆରଟିଆଇ ରିପୋର୍ଟରେ ଆପଣଙ୍କର କ୍ଲିୟରଲି ମେନସନ କରାଯାଇଛି ଯେ ନା କେବେ ଯଦି ଆପଣଙ୍କର ଏ ଯୋଉ ରିକ୍ୱାରମେଣ୍ଟ ଆସିପାରେ। ଠିକ ଅଛି, ତ ୟା ଆଗରୁ ଆପଣଙ୍କର ଏସଏମଇ କୁ ଯୋଉ ପଚରା ହେଇଥିଲା ସେତେବେଳେ ଆପଣଙ୍କର ଏଲଟିଆର ରିଗାର୍ଡିଂ ଏବେ ଯୋଉ ଚାଲିଛି ସବୁ ଆପଣଙ୍କର ପ୍ରୋସେସିଂ, ତାହା ତାହା ଆପଣଙ୍କର କମ୍ପ୍ଲିଟ ହେଲା ପରେ ଯାଇକି ଆପଣଙ୍କର ଏଇ ଏସଏସବି ଟି ଆସିବ ବୋଲି ସେମାନେ କହିଥିଲେ। ଠିକ ଅଛି, ଆମେ ଯଦି ଦେଖିବା ଏବେ ଯେ ଆପଣଙ୍କର ଏଇ ଯୋଉ ଆରଟିଆଇ ରିପୋର୍ଟ ଏବେ ଯୋଉ ଆସିଛି, ଏଇ ଆରଟିଆଇ ରିପୋର୍ଟରେ ଆପଣଙ୍କର ଦେଖନ୍ତୁ ମେନସନ କରାଗଲା। ଏଠି ଦେଖନ୍ତୁ ଆପଣଙ୍କର ଇନଭାଇଟିଂ ରେଫରେନ୍ସ ଟୁ ୟୋର ଆରଟିଆଇ ଆପ୍ଲିକେସନ ଡେଟେଡ ଆପଣଙ୍କର 13/12/2025 ରେ ଏଇ ଆପଣଙ୍କର ଆରଟିଆଇ ରିପୋର୍ଟ ମଗା ହେଇଥିଲା। ଠିକ ଅଛି, ଆଇ ଏମ ଷ୍ଟେଟ ଡେଟ ଏଠି ଆପଣଙ୍କର ସେ ରିପୋର୍ଟରେ କହିଛନ୍ତି କଣ ନା ଦେଖନ୍ତୁ ଏସଏସବି ଟିଜିଟି ଟିଚର ଆର୍ ଗଭର୍ନମେଣ୍ଟ ଲେବୁଲ ଏଣ୍ଡ ଇନ୍ ଅଣ୍ଡର ପ୍ରୋସେସ। ତ ଆପଣଙ୍କର ବହୁତ ଜଲ୍ଦି ଆପଣମାନେ ଏଇ ଯୋଉ ଏସଏସବି ରିକ୍ୱାରମେଣ୍ଟ ଦେଖିବା ପାଇଁ ପାଇବେ। ଏଇ ଆପଣଙ୍କର ଅଣ୍ଡର ପ୍ରୋସେସ ଏବେ ଚାଲିଅଛି। ତ ଏଇ ଆପଣଙ୍କ ରିପୋର୍ଟରେ ମେନସନ କରାଗଲା। ତାମାନେ ଆପଣମାନେ ଜାଣିଥିବେ କି ଏସଏମଇ ରେ ଯୋଉ କୁହାଯାଇଥିଲା ଯେ ଆପଣଙ୍କର ଏଲଟିଆର ରିଗାର୍ଡିଂ ଯୋଉ ଏବେ ଚାଲିଛି ପ୍ରୋସେସିଂ ତାର କମ୍ପ୍ଲିଟ ହେଲା ପରେ ଯାଇକି ଆପଣଙ୍କର ଏଇ ଏସଏସବି ଆସିବ। ଯଦି ଆପଣଙ୍କର ଫେବୃଆରୀ କିମ୍ବା ମାର୍ଚ୍ଚରେ ଆପଣଙ୍କର ଯଦି ଏଲଟିଆର ଆପଣଙ୍କର କମ୍ପ୍ଲିଟ ହେଇଯାଉଛି ଆପଏଣ୍ଟମେଣ୍ଟ ପ୍ରୋସେସ, ତାହେଲେ ଆପଣଙ୍କର ଇଏ ମାର୍ଚ୍ଚ ମାସରେ ଆପଣମାନେ ଦେଖିବା ପାଇଁ ପାଇବେ ଏଇ ରିକ୍ୱାରମେଣ୍ଟଟି ଆପଣଙ୍କର ଏସଏସବି ଟିଜିଟି। ଠିକ ଅଛି, ତ ଇଏ ଆପଣଙ୍କର ଆରଟିଆଇ ରିପୋର୍ଟ ଅନୁସାରେ ଆମେ ମାନେ ଗୋଟେ କନଫର୍ମେସନ ପାଇଲୁ ଯେ ଆପଣଙ୍କର କଣ ନା ବହୁତ ଜଲ୍ଦି ଆପଣଙ୍କର ରିକ୍ୱାରମେଣ୍ଟ ଆସିବ ଏବଂ ତା ମଧ୍ୟ ଆପଣଙ୍କର ଏଇ ଏଲଟିଆର ରିଗାର୍ଡିଂ ଆପଣଙ୍କର ଯାହା ସବୁ ରହିଛି ପ୍ରୋସେସ ତା ସରିଲା ପରେ ଆପଣଙ୍କର ବହୁତ ଜଲ୍ଦି ଆସିଯିବ। ବଟ୍ ନମ୍ବର ଅଫ ଭ୍ୟାକେନ୍ସି ଆପଣଙ୍କର କେତେ ଆସିବ ତାହା ଏଯାଏଁ ଆପଣଙ୍କର କନଫର୍ମ ନୁହେଁ। ବଟ୍ ଯେତେ ଭ୍ୟାକେନ୍ସି ଆପଣଙ୍କର ରହିଛି ତାର ଅଧିକ ଭ୍ୟାକେନ୍ସି ଆଣିବା ପାଇଁ ଏବେ ଆପଣଙ୍କର ଷ୍ଟ୍ରାଇକ୍ ହେବାକୁ ଯାଉଛି। ଆଗକୁ ଆପଣମାନେ ସାମିଲ ହୁଅନ୍ତୁ ଏବଂ ସପୋର୍ଟ କରନ୍ତୁ ଆପଣଙ୍କର ଏଇ ଏସଏସବି ଟିଜିଟି ରେ ଯେତେ ହବ ଅଧିକ ଆପଣଙ୍କ ନମ୍ବର ଭ୍ୟାକେନ୍ସି ଯେମିତି ଆସିବ। ଠିକ ଅଛି, ତ ଏ ଥିଲା ଆପଣଙ୍କ ଛୋଟିଆ ଇନଫର୍ମେସନ ଟି। ଯେଉଁମାନେ ମଧ୍ୟ ଏସଏସବି ଟିଜି ପାଇଁ ଆପଣଙ୍କର ପ୍ରିପାରେସନ କରୁଛନ୍ତି, ଆପଣମାନେ ଆପଣଙ୍କର ପ୍ରିପାରେସନ ଜାରି ରଖନ୍ତୁ ଏବଂ ବହୁତ ଜଲ୍ଦି ଆପଣଙ୍କର ଭ୍ୟାକେନ୍ସି ମଧ୍ୟ ଆପଣମାନେ ଦେଖିବା ପାଇଁ ପାଇବେ। ଠିକ ଅଛି, ରିକ୍ୱାରମେଣ୍ଟ ଆପଣମାନେ ଦେଖିବା ପାଇଁ ପାଇବେ। ଠିକ ଅଛି, ତ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ବହୁତ ସାରା ଭଲ ପାଇବା ଦିଅନ୍ତୁ। ଦେଖା ହବ ଏମିତି ସାରା ଭିଡ଼ିଓକୁ ନେଇକି ଆଗକୁ ମଧ୍ୟ। ଜୟ ଜଗନ୍ନାଥ।